ରବି ମୁଣ୍ଡା ଆଉ ଜିତୁ ମୁଣ୍ଡା ଏଇ ସବୁ ବ୍ୟାଙ୍କକୁ ଗଲେ ବ୍ୟାଙ୍କରୁ ଆସିକିନା ସାର୍ କ'ଣ କହିଲେ ଆସିକିନା ସେ ଶବକୁ 2 ଜଣ ସାଙ୍ଗ ହେଇକିନା ରବି ମୁଣ୍ଡା ସହିତ ସେ ଶବକୁ ସେ ମାଟିରୁ ବାହାର କରି ଆଉ ସେ ଶବକୁ ନେଇକିନା ବ୍ୟାଙ୍କ ଗଲେ। ବ୍ୟାଙ୍କରେ ସେ ଗେଟ୍ ଫେଟ୍ ଲଗେଇବାରୁ ବାରଣ୍ଡାରେ ଶୁଏଇଲେ ତାପରେ ପୋଲିସକୁ ଫୋନ୍ କଲେ। ପୋଲିସ ଆସିକିରି ଆଉ ପୋଲିସ ଗାଡ଼ି ପଛେ ପଛେ ସେ ଶବ ଆଗେ ଆଗେ ନେଇକିନା କାନ୍ଧେଇକି ଜିତୁ ମୁଣ୍ଡା ରବି ମୁଣ୍ଡା ସାଙ୍ଗରେ ଆସିକିନା ଆଉ ଶବକୁ ସେ ବାରଣ୍ଡାରେ ଶୁଏଇଲେ। ସେ ଶବକୁ ବାରଣ୍ଡାରେ ଶୁଏଇଲେ ବେଳେ ପୋଲିସ ଆସିକିନା କହିଲେ ଆଉ କୋଉଠୁ ନେଇଥିଲୁ ନା ମୁଁ ସେ ଗାତରୁ ନେଇଥିଲି। ତାହେଲେ ଚାଲ ସେଇଠିକୁ କହିଲେ। ସେ ରବି ମୁଣ୍ଡା ସହିତ ପୋତିଲେ ଆଜ୍ଞା ଆମେ ସେଇଠି ଥିଲୁ। ରବି ମୁଣ୍ଡା ସାଙ୍ଗରେ ସେ ଶବକୁ ହଁ ସେ ରବି ମୁଣ୍ଡା ଜିତୁ ମୁଣ୍ଡା 2 ଜଣ ସେଇ କାମ କରିଛନ୍ତି। କୁଡ଼ିଟା ଏଇ ତାଙ୍କ ଶଙ୍କରା ମୁଣ୍ଡା ତାଙ୍କ ଭାଉଜଠୁ ନେଇଥିଲେ। ସେ କୁଡ଼ି ନେଇକିନା ପୋତିଲେ। ମିଶିକିନା 2 ଜଣ କାମ କରିଛନ୍ତି। 10ଟା ପାଖାପାଖିରେ ଯାଇଥିଲୁ ଆଜ୍ଞା। ସେ କହିଲା ତା ଟିଫର ନା ହେଲା ମୁଁ ପଇସା ଦେବି ନାହିଁ କହିଲେ। ତାପରେ ଆମେ ପଳେଇ ଆସିଲୁ। ତାପରେ ତାର ଖୋଡ଼ିବାକୁ ଲାଗିଲା ଆଉ କଙ୍କାଳଟାକୁ ନେଇକି ସିଏ ଗଲା। ଫାଉଡ଼ା ତାଙ୍କ ଘରୁନି ତା ଭାଇ ଘରୁ ଫାଉଡ଼ା ଟାଣି ହେ ପଛରେ ମୁଁ ହାଇଟ୍ ବସିଥିଲି ମୋତେ ଡାକିଲେ ପୋଲିସ ବାଲା ଆଇଗା ବାବୁ ଟିକେ ଆସ ଆଉ ପୋତି ଦିଅ 2 ଜଣ ହେଇକିରି ଆମକୁ ବି ଭୋକ ଲାଗୁଛି କହିଲେ। ମୋ ସାଙ୍ଗ ଦେନି ଆଉ ହଁ ପଇସା ଦେବେ ନା ଯାହା ହେଲେ ବି ଆଉ କିନ୍ତୁ ଖୁଡ଼ିବାକୁ ମୁଁ ନଥିଲି। ହଁ ଦେବେ ନା ଆଉ ଯାହା ନେଇ 5,000 କେତେ ନେଇ ମକେ ଏଇନା ଜାତି ଧରୁଛନ୍ତି ଆଉ ଆଜ୍ଞା ଆଉ ହଁ ସେମାନେ ପାଇଲେ ଭଲ ହେଲା ଖୁସି ତାଙ୍କର ଉଠେଇ ପାରିଲେନି 75 ଯାଇକିରି ବ୍ୟାଙ୍କରୁ ଆଉ ଏଇନା ଉଠେଇଲେ ଭଲ କାମ ବି କଲା ଯେ ସେଟା ସମସ୍ତେ ବି କହୁଛନ୍ତି। ସଂକ୍ରାନ୍ତି ମାସରେ 3 ମାସ ହେଲାନି 3 ମାସ ହେଲାନି ଆମ ମୁଣ୍ଡା ଜାତି ସମସ୍ତେ ଆସିଲେ। ଗୋଟେ ଘରରୁ ଗୋଟେ ଆସିଲେ ସେଠି ଆସିକିରି ପୋତିଥିଲେ। ସେଇ ଲୋକକୁ ଏଇ ପଇସା ପାଇଁ ଯାଇକି ଆସିଲା ତା ଭାଇ ଆସିକି ଆମେ ଗାଧୋଇବା ପାଇଁ ଯାଇଥିଲୁ। ଗାଧୋଇବା ପାଇଁ ଆସୁ ତାର ହେଇକିରି ଚାଲିଲା। କେମିତି ଖୋଳିଲା କଣ ଏତେ ଦିନ 3 ମାସ ହେଲାଣି ପୋତା ହେଇଥିଲା ଟାଣି ହେଇଥିଲା କେମିତି ଖୋଳିଲା କୋଉଠୁ କଣ ଆଣିଲା ଏତେ ଗାଡ଼ିଆ କରି ନାହିଁ ଅଳ୍ପ ଗାଡ଼ିଆ କରିଛି। ଏବେ କେମିତି ଖୋଳିଦେଲା ଏତେ ଜଲ୍ଦି ଯେ କୋଉଠୁ ଆଣିଲା ସାନ ଦିଅର ସେଇଠୁ ଆଣିକିରି କିଏ କହିଲା ନା କିଏ ସାଙ୍ଗ ଦେଲା ଆଉ କିଏ ଥିଲେ ଏଇ ରବି ମୁଣ୍ଡା ଥିଲା ଆଉ ଜିତୁ ମୁଣ୍ଡା ଥିଲା ସେଇ 2 ଜଣ ଆଣିଲେ କୁଡ଼ି ଚାଉଳ କିନ୍ତୁ ନହେଲେ ତ ହବନି ନା କୁଡ଼ି ସେତେବେଳେ ସେଇ ପାଉଡ଼ାରେ ରାମ୍ପିକିରି ପାଖି କଲେ ମାଟି ତାପରେ ଉପରେ ଥିଲା ତାପରେ ଘୋରେଇକିରି ନେଲେ ଆଉ ଆମେ ତ ଥିଲୁ ନାହିଁ ଗାଧୋଇବା ପାଇଁ ଆମେ ଯାଇଥିଲୁ। ସେଇ ବୁଢ଼ୀ ଆଗେ ଯାଇଥିଲା ସେଇଆ ପାଉଡ଼ା ଦେଲା ଯେ ଇଞ୍ଚି ପତଳା ନାଇଁ ରବି ମୁଣ୍ଡା କହିଲା ଯେ ଏଠି ଖୋଳିକି ନେଇଯାଅ। ରବି ମୁଣ୍ଡା କହିଲା ତାର ସେଠି ରହିଲା। ତାପରେ କହିଲା ଯା ତୁ ତୋ ଭଉଣୀକୁ ନେଇକିରି ଆସିବୁ। ଯେତେବେଳେ ନେଲା ସେତେବେଳେ ରବି ମୁଣ୍ଡା ଘରକୁ ରବି ମୁଣ୍ଡା କହିଲା ଯେ ଭଉଣୀକି ନେଇକି ପଳା ବୋଲି ତାର ତାଙ୍କର ଘରେ ଦେଲେ କାହାର ଏଇଟା ପାଉଡ଼ାଟା କାହାର ଏଇ ଶଙ୍କରା ମୁଣ୍ଡା ପାଉଡ଼ାଟା ତାଙ୍କର ଶଙ୍କରା ମୁଣ୍ଡା ଜାଣିଥିଲା ପାଉଡ଼ାଟା ଦେଲା ତା ସ୍ତ୍ରୀ କହିଦେଲା ମୁଁ ଦେଇଥିଲି ତା ଦେଲା ଆମର ତ ନାଇଁନି ପାଉଣା ଆମର ତ ଭାଇ ମଙ୍ଗଳପୁରରେ ଅଛି ଆମର ତ ଆଣି ନାହିଁ କିଛି ସେଇଠୁ ଆଣିକି ଖୋଳିଲା ସେଇଠାରେ ଖୋଳିଲା 2 ଜଣ ହେଇକିରି ଜଣେ ଥୋକିଲା ମାଟିଥିଲେ ଜଣେ ଥୋକିଲା ଜଣେ ସେଇ ରହିବୁ ନା ଆଉ ଜିତୁ ସେଇ 2 ଜଣ